ଖୁଦୁରୁକୁଣି ଓଷା ଓଡ଼ିଶାର ଏକ ପାରମ୍ପରିକ ଓଷା। ଏହାକୁ ଭାଲୁକୁଣି ଓଷା ଓ ଢିଙ୍କି ଓଷା ବୋଲି ମଧ୍ୟ କୁହାଯାଇଥାଏ, ଯାହାକୁ ଝିଅମାନେ ନିଜ ଭାଇମାନଙ୍କର ସୁରକ୍ଷା ପାଇଁ ପାଳନ କରିଥାନ୍ତି। ଓଡ଼ିଶାର ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଖୁଦୁରୁକୁଣି ଓଷା ପାଳିତ ହୋଇଥାଏ। ଏହି ପୂଜାରେ ମା ମଙ୍ଗଳାଙ୍କୁ ବିଧି ବିଧାନ ଭାବରେ ପୂଜା କରାଯାଏ। ଏହି ପୂଜାଟିକୁ ଗହ୍ମା ପୂର୍ଣ୍ଣିମା ପରେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ବିଧିବଦ୍ଧ ଭାବରେ ଅବିବାହିତା ଝିଅମାନେ ପାଳନ କରନ୍ତି। ଏହି ଓଷା ପୂଜା ଦିନ ଝିଅମାନେ ସକାଳୁ ବିଭିନ୍ନ ପ୍ରକାର ଫୁଲ ସଂଗ୍ରହ କରିଥାନ୍ତି ଓ ଗାଧୋଇ ସାରି ନଦୀ କିମ୍ବା ପୋଖରୀ କୂଳରେ ବାଲୁକା ପୂଜା କରିଥାନ୍ତି। ବାଲୁକା ପୂଜା ସେହି ପୂଜା ଯେଉଁଥିରେ ମାଟି ବା କାଦୁଅରେ ମନ୍ଦିର ଆକୃତି ତିଆରି କରି ସେଥିରେ ସିନ୍ଦୁର, ଚନ୍ଦନ, ଫୁଲ ଇତ୍ୟାଦି ଦେଇ ଦୀପ ପ୍ରଜ୍ୱଳନ କରନ୍ତି ଓ ଶେଷରେ ପ୍ରସାଦ ଆକାରରେ ଫଳ ଅର୍ପଣ କରନ୍ତି। ଏହାପରେ ହାତରେ ଗୋଟିଏ ବ୍ରତ ପ୍ରସ୍ତୁତ କରି ସେଥିରେ 5 ଗଣ୍ଠି ମଙ୍ଗଳାଙ୍କୁ ସ୍ମରଣ କରି ନିଜ ହାତରେ ଧାରଣ କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ଆଗ କାଳରେ ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ। ସେହି ସମୟରେ 7 ଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିବା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ଥିଲା। କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇର ବାକି ସବୁ ଭାଉଜ ତା ଉପରେ ଅତ୍ୟାଚାର କରୁଥିଲେ। ଅଲିଅଳରେ ବଢ଼ିଥିବା ତଅପୋଇକୁ ଘର କାମରେ ଛେଳି ଚରାଇବା ପାଇଁ ପଠାଉଥିଲେ। ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା କାହା ପାଖରେ କହିପାରୁନଥିଲା। ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ। କେବଳ ତାଙ୍କର ସାନ ଭାଉଜ ତାଙ୍କୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ। ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲି ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କରି ଭାଇମାନଙ୍କ ମଙ୍ଗଳ ମନାସି ସଅଳ ଘରକୁ ଫେରାଇ ଆଣିବା ନିମନ୍ତେ ଠାକୁରାଣୀଙ୍କ ପାଖରେ ମିଳିଥିବା ଖୁଦ ଭୋଗ ଭାବରେ ଦେଇ ପ୍ରାର୍ଥନା କରିଥିଲା। ତାଙ୍କର ଡାକ ଶୁଣିପାରି ମା ମଙ୍ଗଳା ଭାଇମାନଙ୍କୁ ଘରକୁ ଲେଉଟାଇବା ପାଇଁ ପବନର ଗତି ବଦଳାଇ ଦେଇଥିଲେ। ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘର କୋଣରେ ବାନ୍ଧି ଦେଇଥିଲେ। ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରେ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ୍ ଧରି ବସିବାରୁ ସାନ ଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ। ଦଣ୍ଡ ସ୍ୱରୂପ କେବଳ ସାନ ଭାଉଜଙ୍କୁ ଛାଡ଼ି 7 ସାଧବ ବାକି ସମସ୍ତଙ୍କର ନାକ କଟାଇଥିଲେ। ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କର ଶୁଭ ମନାସି ଭୋଦୁଅ ବା ଭାଦ୍ରବ ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି। ରିପୋର୍ଟ ଖବର ଓଡ଼ିଶା।